ବାପା ମା ଟ୍ରିଟମେଣ୍ଟ ନ ହେଇ ଯଦି ସେ ମୃତ୍ୟୁବରଣ କରୁଛନ୍ତି ତାହେଲେ ତୁମେ ଭୋଜି ଭାତର ଆବଶ୍ୟକତା କିଛି ଦରକାର ନାହିଁ। କାହିଁକି ନା ତୁମେ ଔଷଧ ଟିକେ ନ ଦେଇପାରି ସେ ଯଦି ମୃତ୍ୟୁବରଣ କଲେ ତାହେଲେ ସେ ଭୋଜି ଭାତର ଭ୍ୟାଲୁ କିଛି ନଥାଏ। ତୁମେ ଜିଅନ୍ତା ବେଳେ ଯଦି ଖାଇବାକୁ ନ ଦେଇ ଯଦି ଷ୍ଟ୍ରକ୍ଚର କଲ ତାହେଲେ ସେ ପଥର ଷ୍ଟାଚୁ କରି ଯଦି ଧୂପ ଝୁଣା ଦେଇକରି ତା'ର ଭ୍ୟାଲୁ ହିଁ କିଛି ରହିବ ନାହିଁ। କାହିଁକି ନା ଯିଏ ଶୁଣିବ ଜାଣିବ କଷ୍ଟ କରିବ ଅନୁଭବ କରିପାରିବ ସେ ଲୋକଙ୍କୁ ତୁମେ ଖାଇବାକୁ ଦେବ ନାହିଁ। କିନ୍ତୁ ପଥରଟେ ବସାଇ ଦେଇକି ତୁମେ ଯଦି ଝୁଣା ଧୂପ ଦେବ ତାହାର ମୂଲ୍ୟ କ'ଣ? ସେଥିପାଇଁ ପ୍ରକୃତ କେୟାର ଯଦି ନେବା କଥା ଜୀବିତ ବେଳେ ସବୁ କେୟାର ନିଅ, ପରେ ଯଦି କିଛି ପାରୁଛ କର, ନଚେତ ନାହିଁ କିଛି କଥା ନାହିଁ। କିନ୍ତୁ ମରିସାରିଲା ପରେ ଏସବୁର କେୟାର କିଛି ଦରକାର ନାହିଁ। କାହିଁକି ନା ଆତ୍ମା ଶାନ୍ତି ରୁହେ ନାହିଁ ସବୁବେଳେ।